ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ହୃଦୟର ସହିତ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆପଣ ଯାହା ଦେଖାଉଛନ୍ତି ଇଏ ହେଉଛି ୱେଷ୍ଟର୍ଣ୍ଣ ୱାଲ୍, ଇସ୍ରାଏଲର। କିନ୍ତୁ ଆଜିର ମୂଳ ପ୍ରସଙ୍ଗ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଛୋଟ ଥିଲେ, ଯେତେବେଳେ ତାଙ୍କୁ 12 ବର୍ଷ ବୟସ ହୋଇଥିଲା, ସେ ଜେରୁସାଲେମରେ ସେ ହଜି ଯାଇଥିଲେ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁଠାରେ ହଜିଗଲେ, କେଉଁ ସ୍ଥାନରେ ହଜିଗଲେ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ହଜିବା ବିଷୟରେ ବାଇବେଲରେ କେଉଁ ଜାଗାରେ ଲିଖିତ ଅଛି, ଆମେ ସେ ସମସ୍ତ ବିଷୟ ପାଠ କରିବା। ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁ ସ୍ଥାନରେ ହଜିଗଲେ ଏବଂ କେଉଁଠି ଲେଖା ଅଛି, ଚାଲନ୍ତୁ ଆମେ ଦେଖିବା ଲୁକ ଲିଖିତ ସୁସମାଚାର ତାର 2 ପର୍ବର 41 ପଦରୁ ଆମେ ଦେଖିବା। ମୁଁ ଆପଣଙ୍କ ନିମନ୍ତେ ପାଠ କରୁଅଛି, ଆପଣ ଶ୍ରବଣ କରନ୍ତୁ। 2 ପର୍ବର 41 ପଦ। ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଜେରୁସାଲେମକୁ ଯାଉଥିଲେ। ତାହାଙ୍କର 12 ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଜେରୁସାଲେମରେ ରହିଗଲେ ଆଉ ତାହାଙ୍କ ପିତାମାତା ତାହା ଜାଣିନଥିଲେ। କିନ୍ତୁ ସେ ସହଯାତ୍ରୀମାନଙ୍କ ସାଙ୍ଗରେ ଅଛନ୍ତି ବୋଲି ମନେକରି ସେମାନେ ଦିନକର ବାଟ ଚାଲିଗଲେ। ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ୱେଷଣ କରିବାକୁ ଲାଗିଲେ ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଜେରୁସାଲେମକୁ ଲେଉଟିଗଲେ। 3 ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ। ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ। 47 ପଦ। ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସେମାନେ ତାହାଙ୍କୁ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। 48। ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମମାନଙ୍କ ପ୍ରତି କାହିଁକି ଏହିପରି ବ୍ୟବହାର କଲୁ? ଦେଖ, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ। 49 ପଦ। ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମେମାନେ ମୋତେ ଖୋଜୁଥିଲ? ମୋର ପିତାଙ୍କ ଗୃହରେ ରହିବା ଯେ ମୋର କର୍ତ୍ତବ୍ୟ, ଏହା କ'ଣ ଜାଣିନଥିଲ? ହଁ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ମୋର ପିତାଙ୍କ ଗୃହରେ ରହିବା ମୋର କର୍ତ୍ତବ୍ୟ। 50 ପଦ। କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ ତାହା ସେମାନେ ବୁଝିଲେ ନାହିଁ। 51। ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ। ପୁଣି ତାହାଙ୍କ ମାତା ଏ ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ। 52। ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ମନ୍ଦିରରେ ରହିଯାଇଥିଲେ। ହଜି ଯାଇଥିଲେ ତାର ଅର୍ଥ ଏହା ନୁହେଁ ଯେ ସେ ହଜିଗଲେ ତାଙ୍କର ବୁଦ୍ଧି ନଥିଲା କି ଜ୍ଞାନ ନଥିଲା, ସେମିତି କିଛି ନାହିଁ। ବରଂ ବାକ୍ୟରେ ଲେଖା ଅଛି ତାହାଙ୍କର ଜ୍ଞାନ ଥିଲା। ଆଉ ଯଦି ଆପଣ ଯଦି 47 ପଦକୁ ଦେଖିବେ, ଲେଖା ଅଛି, ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ। ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବୁଦ୍ଧି ଅପାର ଆଉ ସେଥି ନିମନ୍ତେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ କାହିଁକି ରହିଗଲେ ନା, ସେ ଚାହୁଁଥିଲେ ନିଜର ପିତାଙ୍କ ଗୃହରେ ରହିବା ପାଇଁ ସେ ପସନ୍ଦ କରୁଥିଲେ। ସେଥିପାଇଁ ନିଜ ପିତାମାତାଙ୍କୁ ସେ କହୁଛନ୍ତି ମୋହର ପିତା। ମୋହର ପିତା ଅର୍ଥାତ୍ ଇଏ ଯୋସେଫ ନୁହନ୍ତି। ଯୋସେଫ ତ ତାଙ୍କର ପିତା, ଜାଗତିକ ପିତା। କିନ୍ତୁ ମୋହର ପିତା ଅର୍ଥାତ୍ ସ୍ୱର୍ଗସ୍ଥ ପିତା, ଯେଉଁ ପରମେଶ୍ୱର ତାଙ୍କୁ ଏ ଜଗତକୁ ପଠାଇଥିଲେ ପରିତ୍ରାଣ ସାଧନ କରିବା ନିମନ୍ତେ। ତାହାଙ୍କ କଥା ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି। ଇଏ ଦେଖନ୍ତୁ ଟେମ୍ପଲ ମାଉଣ୍ଟ, ଆଉ ଆଜି ଏଇଭଳି ଦେଖାଯାଏ। ଆଉ ଏ ଟେମ୍ପଲ ମାଉଣ୍ଟ ବିଷୟରେ ମୋର ଚ୍ୟାନେଲରେ ଭିଡ଼ିଓ ମଧ୍ୟ ଅଛି, ଆପଣ ଚ୍ୟାନେଲକୁ ଭିଜିଟ୍ କରି ଆପଣ ଦେଖିପାରିବେ।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଇଏ ହେଉଛି ସେଇ ଜାଗା, ସେଇ ସହର ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ରହିଯାଇଥିଲେ। ପ୍ରାୟ 3 ଦିନ ହେବ ସେମାନେ ରହିଯାଇଥିଲେ। ତାଙ୍କ ପିତାମାତା ସେମାନେ ଭାବୁଥିଲେ ଯେ ସେ ତାଙ୍କର ବୋଧହୁଏ ସେ ତାଙ୍କର ସମ୍ପର୍କୀୟମାନଙ୍କ ସହିତ ଅଛନ୍ତି, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ରହିଯାଇଥିଲେ। ତାଙ୍କ ପିତାମାତା ତାଙ୍କୁ ଖୋଜି ଖୋଜି ପୁଣି ଥରେ ଯେତେବେଳେ ଆସିଲେ, ଜେରୁସାଲେମକୁ ଆସିଲେ, ଦେଖିଲେ ମନ୍ଦିରରେ ସେ କ'ଣ କରୁଥିଲେ, ଜ୍ଞାନୀମାନଙ୍କ ସହିତ ପଣ୍ଡିତମାନଙ୍କ ସହିତ ବସି ଆଲୋଚନା କରୁଥିଲେ, ସେମାନଙ୍କୁ ପ୍ରଶ୍ନ କରୁଥିଲେ ଆଉ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କରୁଥିଲେ। ଟିକେ ଧ୍ୟାନ ଦିଅନ୍ତୁ, ମାତ୍ର 12 ବର୍ଷର ଜଣେ ପିଲା, ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ହିଁ କହୁଅଛି। 12 ବର୍ଷର ପିଲା ଆଉ ସେ କ'ଣ କରୁଛନ୍ତି, ପଣ୍ଡିତମାନଙ୍କ ସହିତ ଶାସ୍ତ୍ର ଆଲୋଚନା କରୁଛନ୍ତି। ମୁଁ ଗୋଟେ ଉଦାହରଣ ଦେବା ପାଇଁ ଚାହୁଁଛି। ଯଦି ଆମମାନଙ୍କୁ କୌଣସି ଗୋଟେ ବଡ଼ ବଡ଼ ଜ୍ଞାନୀ ବା ସ୍କଲାରମାନଙ୍କ ସହିତ ଯଦି ଆମକୁ ଭେଟେଇ ଦିଆଯାଏ, ତେବେ ଆମେମାନେ କିପରି ତାଙ୍କ ସହିତ ଜ୍ଞାନ ଆଲୋଚନା କରିବା? ନିଶ୍ଚିନ୍ତ ଭାବରେ ଆଉ ଯେଉଁ ଜ୍ଞାନୀମାନେ ଅଛନ୍ତି ଏ ଦୁନିଆରେ, ସେମାନେ ଆମକୁ ଜବାବ ଦେଇଦେବେ ନିଶ୍ଚିନ୍ତ ଭାବରେ, ଯଦି ଆମମାନଙ୍କ ଠାରୁ ସେମାନଙ୍କ ଜ୍ଞାନ ଅଧିକ ହେବ। କିନ୍ତୁ ଏଠାରେ ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ବୟସ ମାତ୍ର 12 ବର୍ଷ। 12 ବର୍ଷର ବାଳକ ଯୀଶୁ ସେ ପଣ୍ଡିତମାନଙ୍କ ସହିତ ଶାସ୍ତ୍ର ଆଲୋଚନା କରୁଅଛନ୍ତି। ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଆଉ କିଛି ନାହିଁ। ତେବେ କାହିଁକି ନା ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଯେହେତୁ ପରମେଶ୍ୱର ଥିଲେ, ଈଶ୍ୱର ଥିଲେ, ସେଥି ନିମନ୍ତେ ତାଙ୍କୁ କେହି ମଧ୍ୟ ଛଳରେ ମଧ୍ୟ ଧରିପାରୁନଥିଲେ। ଆଉ ବାଇବେଲରେ ଅନେକ ପ୍ରମାଣ ମଧ୍ୟ ରହିଅଛି। ଆଉ ଏଇ ଜାଗାରେ ରହିଅଛି ମାତା ମରିୟମଙ୍କର ଶରୀର ବା ତାଙ୍କର କବର ଏଇ ସ୍ଥାନରେ ରହିଅଛି। ମେରୀ ଷ୍ଟୋମ୍, ଇଏ ହେଉଛି ମେରୀ ମଗଦଲିନୀ, ତାଙ୍କର କବର ଏଠି ରହିଅଛି। ଆଉ ଏଇ ଜାଗାରେ ତାଙ୍କୁ ମଧ୍ୟ କବର ଦିଆଯାଇଥିଲା। ସେହି ସମୟରେ ଲୋକମାନଙ୍କୁ କବର ଦିଆଯାଉଥିଲା ଇସ୍ରାଏଲ ଦେଶରେ। କବର କହିଲେ ଆପଣ ଜାଣିଛନ୍ତି, ତାହା ଏକ ଗୁମ୍ଫା ଭଳି ହେଇଥିବ, ମାନେ ଗୋଟେ ଗୁମ୍ଫା ଭଳି ହେଇଥିବ, ତାର ବାଟ ଥିବ, ବାଟ ପାଖରେ ପଥର ରଖା ହେଇଥିବ। ଆଉ ଲୋକମାନେ କ'ଣ କରୁଥିଲେ, ପଥରକୁ ଗଡ଼େଇ ଦେଉଥିଲେ। ଗଡ଼େଇ କ'ଣ କରୁଥିଲେ, ସେ ଶବକୁ ନେଇକି ପୋତୁ ନଥିଲେ କି ପୋଡ଼ୁ ନଥିଲେ, ଜଷ୍ଟ ସେମିତି ଲୁଗାରେ ଗୁଡ଼େଇକି ରଖିଦେଉଥିଲେ। ୱେଲିଂ ୱାଲ୍, ଜେରୁସାଲେମ, ଏ ଦେଖନ୍ତୁ, ଇଏ ହେଉଛି ଗୋଟେ କାନ୍ଥ। ଆଉ ଲୋକମାନେ ଏମିତି ପ୍ରାର୍ଥନା କରନ୍ତି, ମାନେ ଜେରୁସାଲେମର ଯିହୁଦୀମାନେ କାନ୍ଥକୁ ମୁହଁ କରିକି, କାନ୍ଥରେ ହାତ ରଖିକି ସେମାନେ ପ୍ରାର୍ଥନା କରନ୍ତି। ଏଇଟା ହେଉଛି ତାଙ୍କର ରୀତିନୀତି, ତାଙ୍କର ନିୟମ ଏଟା। ଆମେ ତ ଯେମିତି ହେଲେ ପ୍ରାର୍ଥନା କରିଦେବୁ, ଆଣ୍ଠେଇକି ହେଉ କି ଠିଆ ହେଇକି ହେଉ କି ଶୋଇକି ହେଉ। କିନ୍ତୁ ଏମାନଙ୍କର ଗୋଟେ ନିୟମ ଅଛି, ଗୋଟେ ରୀତି ଅଛି। ଏମାନେ କ'ଣ କରିବେ, ପ୍ରାର୍ଥନା କରିବେ, କିନ୍ତୁ କାନ୍ଥ ଆଡ଼କୁ ମୁହଁ କରିକି ଏମାନେ ପ୍ରାର୍ଥନା କରିବେ। ଆଉ ଯେଉଁମାନେ ସାମ୍ନାରେ ଥିବେ ସେମାନେ କାନ୍ଥ ଉପରେ ହାତ ରଖିବେ। ହାତ ରଖିଲା ପରେ ସେମାନେ ଏମିତି ଭାବରେ ପ୍ରାର୍ଥନା କରିବେ। ଆଉ ଏଠାରେ ବହୁତ ଲୋକମାନେ ଏଠାକୁ ଆସନ୍ତି, ହଜାର ହଜାର ଲୋକମାନେ, ଯିହୁଦୀମାନେ, ତ ସେମାନେ ପ୍ରାର୍ଥନା କରନ୍ତି। କିନ୍ତୁ ବାହାରୁ ଯେଉଁମାନେ ଆସନ୍ତି ସେମାନେ ବି ପ୍ରାର୍ଥନାରେ ଭାଗ ନିଅନ୍ତି। ରାଜା ଦାଉଦଙ୍କର କବର ଏଠି ଅଛି। ଆଉ ଲାଷ୍ଟ ସପର ରୁମ୍, ପ୍ରଭୁ ଯୀଶୁଖ୍ରୀଷ୍ଟ ଶେଷ ରାତ୍ର ଭୋଜ ଯେଉଁ ଜାଗାରେ କରିଥିଲେ, ସେ ଜାଗା ମଧ୍ୟ ରହିଅଛି। ଏଇ ଜାଗାରେ ଆପଣ ଦେଖିବାକୁ ପାଇବେ।
ଏଇଟା ହେଉଛି ସେଇ ଜାଗା। ଦେଖନ୍ତୁ 2000 କି 3000 ବର୍ଷ ତଳର ଗୃହ ମାନେ ଘର ଆଜି ମଧ୍ୟ ରହିଅଛି। ଏଇଟା ହେଉଛି ରାଜା ଦାଉଦଙ୍କର କବର, ଯେଉଁଟା ଆପଣ ସାମ୍ନାରେ ଦେଖାଉଛନ୍ତି। ଏ ହେଉଛି ରାଜା ଦାଉଦଙ୍କର କବର ଅଟେ। ଟିକେ ଦେଖନ୍ତୁ, ଏଇଠାରେ ରାଜା ଦାଉଦଙ୍କୁ କବର ଦିଆଯାଇଥିଲା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର। ଦ ଭିଆ ଡୋଲୋରୋସା। ଏଇ ଭିଆ ଡୋଲୋରୋସା ଏଇଟା କ'ଣ? ଏଇଟା ହେଉଛି ଏଇ ରାସ୍ତାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର କ୍ରୁଶକୁ କାନ୍ଧରେ ବୋହିକି ସେ କ୍ରୁଶାର୍ପିତ ହେବା ପାଇଁ ଯାଇଥିଲେ। ଏଇ ରାସ୍ତା ଦେଖିପାରୁଛନ୍ତି ତ? ୟାକୁ ଭିଆ ଡୋଲୋରୋସା ବୋଲି କହନ୍ତି। ସମସ୍ତଙ୍କୁ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଏ ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଗୁଡ଼ିକ ଦେଖିବା ନିମନ୍ତେ ସୁଯୋଗ ପାଇବେ। ସେଥି ନିମନ୍ତେ ଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ଆଉ ଆଜି ଏଇଠାରେ ମୁଁ ବିଦାୟ ନେଉଛି। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।